जय जगन्नाथ समस्तंकु आमर एही आलोचना को स्वागत। आज आमे महाप्रभुंकर पवित्र रथयात्रा आउ ता भितरे लुचि रहिथिबा किछि गभीर कथा किछि भक्तिर अनुभूति विषय जानिबाकु चेष्टा करिबा। हाँ निश्चय, एइटा तो केवल गोटे पर्व नुहे, एहा एक आध्यात्मिक यात्रा। ठीक कहिले। आउ देखंतु स्नान पूर्णिमा परे प्रभु जतेबेले अणसररे थांती ता परे परे ही ए यात्रा। आउ शास्त्ररे कुहा जाइछि रथे तु बामनम दृष्टा पुनर्जन्म न विद्यते। हाँ माने रथ उपरे बामन रूप देखिले आउ पुनर्जन्म हुएनी। एहार गभीर अर्थ कौन? एइटा बहुत बहुत गभीर कथा। देखंतु जोगी माने एहाकु देह रथ बोली कहंती। माने आम निज शरीरटा ही गोटे रथ, आउ आम हृदय जो अंगुष्ठ मात्रा आत्मा अछंती सेई ही बामन रूपी परमात्मा माने जगन्नाथ। ओहो, ଯାହାର ଭିତରର ଆଖି ଖୋଲି ଯାଇଛି ସେ ନିଜ ଭିତରେ ସେହି ପ୍ରଭୁଙ୍କୁ ଦେଖି ମୁକ୍ତ ହୋଇଯାଏ। ଯେ ପର୍ଯ୍ୟନ୍ତ ସେଇଟା ସମ୍ଭବ ହୋଇନି ଆମେ ବାହାର ରଥରେ ତାଙ୍କ ପ୍ରତୀକ ଦର୍ଶନ କରୁ। ଏକ ପ୍ରକାର ପ୍ରସ୍ତୁତି। ବାଃ, କେତେ ସୁନ୍ଦର ଭାବନା ସତରେ। ଆଉ ଏ ଯାତ୍ରା ଆଷାଢ଼ ଶୁକ୍ଳ ତୃତୀୟାରୁ ଆରମ୍ଭ, ହଁ ପୁରା 9 ଦିନ ଦଶମୀ ପର୍ଯ୍ୟନ୍ତ। ଶ୍ରୀକ୍ଷେତ୍ରରେ ସେତେବେଳେ ଲୋକାରଣ୍ୟ, ପୁରା ଭକ୍ତି ସାଗର। ଆଉ 3 ରଥ, ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ, କି ବିଶାଳ କି ଭବ୍ୟ ସେ ରଥ ସବୁ। ହଁ, ଆଉ ସେ ରଥ ତିଆରି, ରଥ ଟଣା ପୂର୍ବେ ଶୁଣାଯାଏ 1600, 1400, 1200 ବେଠିଆ ଲାଗୁଥିଲେ। ବାକଡ଼େ। ଆଉ ଦେଖନ୍ତୁ ଠାକୁରମାନଙ୍କୁ ରଥକୁ ଆଣିବାକୁ କୁହାଯାଏ ପହଣ୍ଡି ବିଜେ। ହଁ, ପହଣ୍ଡି। ସେଥିରେ 2ଟି ମୁଖ୍ୟ ସେବକ ଗୋଷ୍ଠୀ। ଗୋଟିଏ ହେଲେ ଦୈତାପତି ସେବକ, ବିଶ୍ୱାବସୁଙ୍କ ବଂଶଧର। ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା କରନ୍ତି, ଆଉ ଜଗନ୍ନାଥ ଓ ବଳଭଦ୍ରଙ୍କୁ ପହଣ୍ଡି କରି ରଥକୁ ନିଅନ୍ତି। ଆଚ୍ଛା। ଆଉ ବିଦ୍ୟାପତିଙ୍କ ବଂଶଧର ପତି ମହାପାତ୍ର ସେବକମାନେ ପୂଜାପାଠ, ନୀତିକାନ୍ତି ଦେଖନ୍ତି। ଏକ ଅପୂର୍ବ ମିଳନ। ବହୁତ ବଢ଼ିଆ। ତାପରେ ରଥ ଗଢ଼େ ବଡ଼ଦାଣ୍ଡରେ। ହରିବୋଲ, ହୁଳହୁଳି, କି ପରିବେଶ! ସତେ ଯେମିତି ସ୍ୱର୍ଗ ଓହ୍ଲେଇ ଆସିଛି। ଆଉ ପଞ୍ଚମ ଦିନ ହେରା ପଞ୍ଚମୀ, ମା ଲକ୍ଷ୍ମୀଙ୍କର ଅଭିମାନ। ସେ ଯାଆନ୍ତି ଗୁଣ୍ଡିଚା ମନ୍ଦିର। ହଁ, 3 ଦିନ ହେଲା ସ୍ୱାମୀ ଫେରି ନାହାନ୍ତି ତ ରାଗି ଯାଇ ସେଠି ପଣ୍ଡାଙ୍କୁ କଣ ସବୁ କହନ୍ତି, ଶୀଘ୍ର ଫେରିବାକୁ କଥା ନେଇ ଆସନ୍ତି। କି ସୁନ୍ଦର ଲୀଳା! ତାପରେ ଗୁଣ୍ଡିଚା ମନ୍ଦିରରେ 7 ଦିନ ରହଣି, ପୁଣି ଦଶମୀ ଦିନ ବାହୁଡ଼ା ଯାତ୍ରା, ଫେରନ୍ତା ଯାତ୍ରା। ହଁ, କିନ୍ତୁ ଶ୍ରୀମନ୍ଦିର ସିଂହଦ୍ୱାର ପାଖରେ ପହଞ୍ଚିଲେ ବି ଠାକୁରେ ରଥରୁ ଓହ୍ଲାନ୍ତିନି, ରଥରେ ହିଁ ରୁହନ୍ତି। ଆଚ୍ଛା, କାହିଁକି? ସେଠି ପୁଣି ଏକ ଲୀଳା। ମା ଲକ୍ଷ୍ମୀ ଆଉ ପ୍ରଭୁ ଜଗନ୍ନାଥଙ୍କ ଭିତରେ ମାନଭଞ୍ଜନ ଲୀଳା। ବହୁତ ମଧୁର ସେ ଦୃଶ୍ୟ। ସେଇ ମାନଭଞ୍ଜନ ପରେ ଯାଇ ମହାପ୍ରଭୁ ନୀଳାଦ୍ରି ବିଜୟ କରନ୍ତି। ବାଃ, ଏତି ସବୁ ଲୀଳା! ଆଉ ଏସବୁ ଭିତରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ କଥା। ତାଙ୍କ ବିନା ତ ରଥଯାତ୍ରା ଅଧୁରା। ଆଜ୍ଞା, ନିଶ୍ଚୟ। ତାଙ୍କ କଥା କେମିତି ବାଦ ଯିବ? ସେ ଯେମିତି ଭକ୍ତମାନଙ୍କ ସହ ଭାବରେ ବିଭୋର ହୋଇ ନୃତ୍ୟ କୀର୍ତ୍ତନ କରି କରି ରଥ ଅଗରେ ଯାଉଥିଲେ। ରାଜା ପ୍ରତାପରୁଦ୍ର ବି ତାଙ୍କ ସନ୍ତୋଷ ପାଇଁ କେତେ କଣ କରୁଥିଲେ। ଇ ଚୈତନ୍ୟଙ୍କୁ ତ ଉତ୍କଳରେ ସାକ୍ଷାତ କୃଷ୍ଣ ବା ରାଧାକୃଷ୍ଣଙ୍କ ମିଳିତ ରୂପ ବୋଲି ଧରାଯାଏ। କୁହାଯାଏ ଗରୁଡ଼ ସ୍ତମ୍ଭ ପାଖରେ ଯୋଉ କୁଣ୍ଡ ଅଛି ସେଇଟା ତାଙ୍କ ଆଖିର ଲୁହରୁ ତିଆରି। ମନ୍ଦିର କାନ୍ଥରେ ତାଙ୍କ ଆଙ୍ଗୁଠି ଚିହ୍ନ କଥା ବି ଶୁଣାଯାଏ। ଓହୋ, ଅଲୌକିକ! ଆଜି ଯେଉଁ କୀର୍ତ୍ତନ ପଦ୍ଧତି ସେଥିରେ ତାଙ୍କର ପ୍ରଭାବ ବହୁତ ବେଶୀ। ଏଇ ଭକ୍ତିର ପ୍ରସଙ୍ଗରେ ଆଉ ଗୋଟେ କଥା ମନେ ପଡ଼ୁଛି, ଭକ୍ତ ବଳରାମ ଦାସଙ୍କ କାହାଣୀ। ହଁ ହଁ, ସେଇଟା ତ ବହୁତ ପ୍ରସିଦ୍ଧ। କୁହନ୍ତି ତାଙ୍କ ଆଚରଣ ପାଇଁ କି କଣ ସେବକମାନେ ତାଙ୍କୁ ରଥରୁ ତଡ଼ି ଦେଇଥିଲେ। ସେ ଦୁଃଖରେ ଅଭିମାନରେ ଯାଇ ବାଲିରଥ ତିଆରି କଲେ ଚକ୍ରତୀର୍ଥରେ। ଆଉ ସେପଟେ ବଳଦାଣ୍ଡରେ ରଥ ଅଚଳ, ରଥ ଆଉ ଚାଲିଲାନି। ଦେଖନ୍ତୁ ଏଇଠି ଭଗବାନଙ୍କର ଭକ୍ତବାତ୍ସଲ୍ୟ। ରାଜା ପ୍ରତାପରୁଦ୍ରଙ୍କୁ ସ୍ୱପ୍ନାଦେଶ ହେଲା ହଁ, ଯେ ମୋ ଭକ୍ତ ବଳରାମ ଦାସଙ୍କୁ ଅପମାନ ଦିଆଯାଇଛି, ତାକୁ ଯାଇ ମନାଅ, ତାପରେ ଯାଇ ରଥ ଚାଲିବ। ବାସ୍ତବିକ। ରାଜା ସେବକଙ୍କୁ ଧରି ବଳରାମ ଦାସଙ୍କ ପାଖରେ କ୍ଷମା ମାଗିଲେ। ତାଙ୍କ ମନ ତରଳିଲା। ସେ ଆସି ପ୍ରଭୁଙ୍କୁ ଦର୍ଶନ କଲା ପରେ ଯାଇ ରଥ ଗଢ଼ିଲା। ଏଟା ଗୀତାର ସେଇ ଶ୍ଲୋକ ମନେ ପକେଇ ଦିଏ, ଅପି ଚେତ୍ ସୁଦୂରାଚାରୋ ଭଜତେ ମାମନନ୍ୟ ଭାଗ ସାଧୁରେବ ସ ମନ୍ତବ୍ୟଃ। କ୍ଷିପ୍ରମ୍ ଭବତି ଧର୍ମାତ୍ମା ଶଶ୍ଚାନ୍ତିମ୍ ନିଗଚ୍ଛତି କୌନ୍ତେୟ ପ୍ରତିଜାନିହି ନମେ ଭକ୍ତଃ ପ୍ରଣଶ୍ୟତି। ଏକ୍ଜାକ୍ଟଲି। ମୋ ଭକ୍ତର କେବେ ବିନାଶ ନାହିଁ, ଏଇଟା ପ୍ରଭୁଙ୍କର ପ୍ରତିଜ୍ଞା। କେତେ ବଡ଼ ଆଶ୍ୱାସନା! ତାହେଲେ ଆମେ ପୁଣି ଫେରିବା ସେ ଆରମ୍ଭ କଥାକୁ। ଦେହରଥ ତତ୍ତ୍ୱ। ହଁ, ଏହି ମଣିଷ ଦେହଟା ହିଁ ରଥ।
ଏହାର ବି 3 ସ୍ତର ମୂଳାଧାର, ହୃଦୟ ଆଉ ସହସ୍ରାର। ସେଇ ସହସ୍ରାରରେ ହିଁ ବାମନ ରୂପୀ ଜଗନ୍ନାଥ। ଆଜ୍ଞା, ଏପରିକି ଶୁଣାଯାଏ ବୁଦ୍ଧଦେବ ମଧ୍ୟ ନିଜ ଶିଷ୍ୟଙ୍କୁ ଏହି ଦେହତତ୍ତ୍ୱ କଥା କହିଥିଲେ। ଆଚ୍ଛା, ସେଇଥିପାଇଁ ବୋଧେ କେତେକ ବୌଦ୍ଧ ମନ୍ଦିରରେ ବି ରଥଯାତ୍ରା ପରମ୍ପରା ଦେଖାଯାଏ। ଏହା ଏକ ସାର୍ବଜନୀନ ସତ୍ୟ। ବହୁତ ଗଭୀର କଥା। ତେବେ ଏଇସବୁ ଆଲୋଚନା ପରେ ଆଜି ପାଇଁ ଗୋଟେ ଚିନ୍ତନର ବିଷୟ ରହିଲା। ହଁ, କୁହନ୍ତୁ। ଯେତେବେଳେ ଆମେ ବାହାରେ ଏହି ମହାନ ରଥଯାତ୍ରାକୁ ଦେଖୁଛେ, ଏହାର ଭବ୍ୟତାକୁ ଅନୁଭବ କରୁଛେ, ସେତେବେଳେ ଏହି ବାହ୍ୟ ଦୃଶ୍ୟ କେମିତି ଆମକୁ ନିଜ ଭିତରର ଯାତ୍ରା ପାଇଁ ପ୍ରେରଣା ଦେବ, ନିଜ ଦେହରୂପୀ ରଥରେ ବସିଥିବା ସେହି ପରମାତ୍ମାଙ୍କୁ ଅନୁଭବ କରିବା ଦିଗରେ ଏହା କିପରି ସହାୟକ ହେବ, ଏହା ହିଁ ଭାବିବାର କଥା। ନିଶ୍ଚୟ, ବହୁତ ସୁନ୍ଦର ପ୍ରଶ୍ନ।